ଜୟ ମା ମହାଲକ୍ଷ୍ମୀ। ବନ୍ଧୁଗଣ, ଜ୍ଞାନତନ୍ତ୍ରର ଏହି ଏପିସୋଡ଼କୁ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଜ୍ଞାନତନ୍ତ୍ରର ଏହି 154 ଏପିସୋଡ଼ରେ ଆପଣମାନେ ଜାଣିବାକୁ ପାଇବେ ଜୀବନରେ ବହୁତ ବନ୍ଧୁ ଆସିବେ। କିଏ ଅଳ୍ପ ଦିନର ବନ୍ଧୁ, କିଏ ଅଳ୍ପ ସମୟର ବନ୍ଧୁ, କିଏ ରାସ୍ତାର ବନ୍ଧୁ, କିଏ ଚିରକାଳର ବନ୍ଧୁ, କିଏ ପୁଣି ମଙ୍ଗଳକାରକ ବନ୍ଧୁ, କିଏ ପୁଣି ଚିରକାଳର ବନ୍ଧୁ, କିଏ ଉପକାରୀ ବନ୍ଧୁ, ପୁଣି କିଏ ଅପକାରୀ ବନ୍ଧୁ। ଏହିପରି ବିଭିନ୍ନ ପ୍ରକାରର ବନ୍ଧୁ ଆପଣଙ୍କ ପାଖକୁ ଆସିବେ। ଆପଣ ଠିକ୍ ବନ୍ଧୁକୁ ଚିହ୍ନି ନ ପାରିଲେ ଆପଣମାନେ ଜୀବନରେ ଧୋକା ଖାଇବାର ସମ୍ଭାବନା ଅଛି। ଏଣୁ ଶାସ୍ତ୍ରରେ କୁହାଯାଇଛି, ରାଜଦ୍ୱାରେ ଶ୍ମଶାନେ ଚ ଯ ତିଷ୍ଠତି ସ ବାନ୍ଧବ। ଏହି କଥାଟିରୁ ଆପଣମାନେ କିଛି ଶିଖିବା ବା ଜାଣିବା ପାଇଁ ମୁଁ ଗୋଟାଏ ବିଷୟ କହୁଛି। ଏଥିରୁ ଆପଣମାନେ ସତର୍କ ରହିବେ ବୋଲି ମୋର ଆଶା ଓ ବିଶ୍ୱାସ। ଆସନ୍ତୁ ଜାଣିବା। ଗୋଟାଏ ଗାଁରେ ଗୋଟାଏ ବ୍ରାହ୍ମଣ ତାର ପରିବାର ସହ ରହୁଥାଏ। ସେ ବ୍ରାହ୍ମଣର ବହୁତ ଧନ ସମ୍ପତ୍ତି ଥାଏ। ବହୁତ ଦିନ ଧରି ପିଲାପିଲି ହେଉନଥାଏ। ଏଣୁ ସେ ତ୍ରିନାଥ ଠାକୁରଙ୍କୁ ବହୁତ ପୂଜା କରି ପ୍ରଭୁଙ୍କ ଦୟାରୁ ଗୋଟାଏ ପୁତ୍ରଜାତ ହେଲା। ପିଲାଟି ଦେଖିବାକୁ ରାଜକୁମାର ପରି। ବହୁତ ଦିନ ପରେ ପିଲାଟିଏ ହୋଇଥିବାରୁ ସେ ବହୁତ ଗେହ୍ଲା ହୋଇଥାଏ। ତାର ନାମ ଗୋପାଳ। ସେ ଯାହା କଲେ ବି ତାର ବାପା ମା କେହି ତାକୁ କିଛି କୁହନ୍ତି ନାହିଁ। ତାର ଟଙ୍କା ଖର୍ଚ୍ଚର ହିସାବ ନଥାଏ। ତାର ଏପରି ଟଙ୍କା ଖର୍ଚ୍ଚ ଦେଖି ବହୁତ ପିଲା ତାର ସାଙ୍ଗ ହେଲେ। ସବୁ ପିଲାଙ୍କୁ ନିଜ ପକେଟରୁ ଖର୍ଚ୍ଚ କରି ଖୁଆଏ। ସେ ଭିତରୁ କେତେକ ପିଲା କୁହନ୍ତି, ଗୋପାଳ ପରି ପିଲା ନାହିଁ। ଗୋପାଳ, ତୁ ଯଦି କେବେ ଅସୁବିଧାରେ ପଡ଼ୁ ତେବେ ଆମକୁ ଡାକିବୁ। ଗୋପାଳ ଭାବେ, ମୋର ତ ବହୁତ ସାଙ୍ଗସାଥି ଅଛନ୍ତି। ଏଣୁ ମୋର ଆଉ ଚିନ୍ତା କ'ଣ? ଯେତେବେଳେ ଡାକିଲେ ସେମାନେ ମୋ ସହିତ ବାହାରିବେ। ଗୋପାଳର ଏପରି କାମ ଦେଖି ଭଲ ସାଙ୍ଗମାନେ କହିଲେ, ଗୋପାଳ, ତୁ ସେମାନଙ୍କ କଥାରେ ପଡ଼ ନାହିଁ, ପାଠ ପଢ଼। ସେମାନେ ଖରାପ ପିଲା। ପାଠ ପଢ଼ିଲେ ବଡ଼ ମଣିଷ ହେବୁ। ସେମାନେ ତୋତେ ଦିନେ ନିଶ୍ଚିତ ଛାଡ଼ି ଚାଲିଯିବେ। ଏ ଭଲ ପିଲାମାନେ ଏପରି କଥା କହୁଥିବାରୁ ସେ ଭଲ ପିଲାଙ୍କୁ ରାଗେ। ଆସ୍ତେ ଆସ୍ତେ ଭଲ ପିଲାମାନେ ଗୋପାଳର ସାଙ୍ଗ ହେବା ଛାଡ଼ିଦେଲେ। ଗୋପାଳର ପାଠପଢ଼ାରେ ଡୋରି ବନ୍ଧା ହେଲା। ଗୋପାଳର ମା ବାପା ଦେଖିଲେ ଗୋପାଳ ଖାଲି ସେ ଖରାପ ପିଲାଙ୍କ ସହିତ ମିଶି କାହା ବାଡ଼ିରୁ ପିଜୁଳି ଚୋରି କରିବା, କାହାକୁ ବିନା ଦୋଷରେ ପିଟାପିଟି କଲାଣି। ଗ୍ରାମର ବହୁତ ଲୋକ ଆସି ଗୋପାଳର ବାପା ମାଙ୍କ ପାଖରେ ପୁଅ ବିରୁଦ୍ଧରେ ଆପତ୍ତି କଲେ। ଗୋପାଳର ବାପା ମା ଗୋପାଳକୁ ଯେତେ କହିଲେ ସେ ମାନିଲା ନାହିଁ। ଗୋପାଳର ମା ତା ବାପାଙ୍କୁ କହିଲେ, ଏହାର କିଛି ଗୋଟାଏ ବନ୍ଦୋବସ୍ତ କର। ପିଲାଟି ବହୁତ ଖରାପ ହୋଇଗଲାଣି। ଗୋପାଳର ବାପା କହିଲେ, ମୁଁ ସେତେବେଳେ ମନା କରୁଛି, ତୁମକୁ ବାରମ୍ବାର କହୁଛି, ତାକୁ ଏତେ ଗେଲ କର ନାହିଁ। ତୁମେ ମୋ କଥା ମାନିଲ ନାହିଁ। କହିଲ ହଉ, ଆପେ ବଡ଼ ହେଲେ ଠିକ୍ ହୋଇଯିବ। ଏବେ ଠିକ୍ ହେଲା, ଏବେ ମୋତେ କହୁଛ। ଗୋପାଳର ମା କହିଲେ, ହଉ ସେ କଥା ଛାଡ଼। ଏବେ କ'ଣ କରିବା କୁହ? ସମୟ ତ ଗଡ଼ିଗଲାଣି। ଗୋପାଳର ବାପା ଗୋପାଳକୁ ଠିକ୍ କରିବାକୁ କ'ଣ କଲେ ନେକ୍ସଟ ଭିଡ଼ିଓରେ ଆମେ ଜାଣିବା। ଭିଡ଼ିଓ ଲମ୍ବା ହେଉଥିବାରୁ ମୁଁ ଭିଡ଼ିଓକୁ 2 ଭାଗ କଲି। ଆପଣମାନେ କିଛି ଖରାପ ଭାବିବେ ନାହିଁ। ନେକ୍ସଟ ଭିଡ଼ିଓକୁ ଦେଖିବା ପାଇଁ ଏହାକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ। ରହୁଛି। ଜୟ ଲକ୍ଷ୍ମୀ ନାରାୟଣ।